ଆପଣମାନେ ତ ଜାଣିଥିବେ ଆମ ଯାଜପୁରରେ ଚାଲିଛି ଯଯାତି 2026 ମହୋତ୍ସବ, ଯେଉଁଟାକି ଆମେ ଆଜି ଦେଖିବାକୁ ଯାଉଛୁ। 3 ଦିନ ହେଇଗଲାଣି କିନ୍ତୁ ଆମେ ଆଜି ଯାଇଥିଲୁ। ଯେହେତୁ ଭିତରେ ଅଧିକ ଭିଡ଼ ଥିବ ସେଥିପାଇଁ ଆମେ ଗାଡ଼ିକୁ ଅଧା ବାଟରେ ପାର୍କ କରି ଚାଲିଲୁ ମେଳା ଭିତରକୁ। ବହୁତ ବାଟ ଚାଲି ଚାଲି ଯାଇକି ଆମେ କୁସୁମ ପାଖରେ ଫାଇନାଲି ପହଞ୍ଚି ଯାଇଥିଲୁ। ଡେକୋରେସନ୍ ସବୁ ବହୁତ ବଢ଼ିଆ ହେଇଥିଲା। ଯେହେତୁ ଆମେ ସନ୍ଧ୍ୟାବେଳେ ଯାଇଥିଲୁ ସେଥିପାଇଁ ଅଳ୍ପ ଅଳ୍ପ ଭିଡ଼ ଥିଲା, ତ ଆମେ ଜଲ୍ଦି ଯାଇକି ପଳେଇ ଆସିବା ପାଇଁ ଚେଷ୍ଟା କଲୁ। ହଠାତ୍ ଦେଖିନୁ ଆମର କ'ଣ ମୋହନ ବାବୁ ଆଉ ନରେନ୍ଦ୍ର ଯେହେତୁ ଠିଆ ହେଇଛନ୍ତି। ଓହୋ, ଆମକୁ ବୋଧେ ସ୍ୱାଗତ କରିଛନ୍ତି। ଆଉ ଏଇଟା ହେଲା ଫାଷ୍ଟ ଗେଟ୍, ଯେଉଁଟାକି ସବୁ ଯାଉଥିଲେ କିନ୍ତୁ ଆମେ ଯାଇନଥିଲୁ ସେପଟେ। ତାପରେ ଆମ ପାଦ ଚାଲିଥିଲା ଆଗକୁ, ଯେଉଁଟାକି ମେନ୍ ଗେଟ୍। ତାପରେ ଆମେ ଆସି ମେନ୍ ଗେଟ୍ ବାହାରେ ପହଞ୍ଚି ଯାଇଥିଲୁ, ଯେଉଁଠିକି ଏତେ ପୁଲିସ ଥିଲା। ମୋତେ ସେଠି ଯେମିତି ଲାଗୁଥିଲା ମୁଁ ଯେମିତି ଚୋର। ପୁଲିସ ଗୁଡ଼ା ଜଗିଥିଲେ କାରଣ କେଉଁଠି କ'ଣ ହେଇଯିବ। ତାପରେ ଦେଖିନୁ ବାଲିରେ ସୁନ୍ଦର ମୂର୍ତ୍ତିଟିଏ ତିଆରି ହେଇଥିଲା, କିନ୍ତୁ ଆମ ଦୁର୍ଭାଗ୍ୟବଶତଃ ସେଟା ଭାଙ୍ଗି ଯାଇଥିଲା ଅଧା। ତାପରେ ଏତେ ଦୂର ଦେଖନ୍ତୁ ଡ୍ୟାନ୍ସ ହେଉଛି, ମୋ ଆଖି ତ ଜାଣିପାରୁନି କିଏ କ'ଣ ନାଚୁଛି। ମୁଁ ଖାଲି LED ଟିଭିରେ ଦେଖିବା କଥା, ଆଉ ନହେଲେ କିଛି ନୁହେଁ। ତାପରେ ମୁଁ ଦୁର୍ବିକ୍ଷଣ ଯନ୍ତ୍ର ପକାଇ ଦେଖିଲି, ତାପରେ ମୋତେ ଅଳ୍ପ ଅଳ୍ପ ଦେଖାହେଲା। କିନ୍ତୁ ମାନିବାକୁ ପଡ଼ିବ ସେମାନେ ବହୁତ ସୁନ୍ଦର ଡ୍ୟାନ୍ସ କରିଥିଲେ। ତାପରେ ଦେଖିଲୁ ଆମେ ଗୋଟେ ମିନି ଗାର୍ଡ଼େନ୍, ଯେଉଁଟାକି ତା ଭିତରେ ହିଁ ଥିଲା। ତାପରେ ଏଠି ସୁନ୍ଦର ସୁନ୍ଦର ସମସ୍ତେ ପନିପରିବା ସମସ୍ତେ ଦୁନିଆ ରକମର ବିକ୍ରି କରୁଥିଲେ। ସମ୍ବଲପୁରୀ ପର୍ସଠୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ ସବୁ ଏଠାରେ ବିକ୍ରି ହେଉଥିଲା। ମାଟିରେ ସୁନ୍ଦର ସୁନ୍ଦର ତିଆରି କରି ବିକ୍ରି କରୁଥିଲେ। ବାଉଁଶରେ ବହୁତ ସୁନ୍ଦର ସୁନ୍ଦର କରି ତିଆରି କରି କରୁଥିଲେ। ଏଇଟା କ'ଣ ମୁଁ ଜାଣିନି, କିନ୍ତୁ ଏଇଟାରେ ବୁଣିକି ସେମାନେ ତିଆରି କରିକି ବିକୁଛନ୍ତି। ଏଇଟା ହେଲା ସୁନ୍ଦର ସୁନ୍ଦର ସମ୍ବଲପୁରୀ ହ୍ୟାଣ୍ଡଲୁମ୍ କୁର୍ତ୍ତୀ, ଶାଢ଼ୀ ସବୁ ଏଠି ଆପଣମାନେ ପାଇପାରିବେ। ଏପରି ବହୁତ କିଛି ଅଛି, କିନ୍ତୁ ମୁଁ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ଦେଖାଇ ପାରିବିନି। ମୋର ତ ଜମା ଇଚ୍ଛା ହିଁ ହେଉନଥିଲା ସେଠି ଆସିବା ପାଇଁ, କିନ୍ତୁ ଯେମିତି ସନ୍ଧ୍ୟା ହେଇଯାଇଛି ଲୋକର ଆହୁରି ବଢ଼ିବାକୁ ଲାଗେ। ତାପରେ ଆମେ ଏଇଠି ଆସି ଗୋଟେ କ୍ଲଚର୍ ଦୋକାନରେ ପହଞ୍ଚିଥିଲୁ। ଲେଡ଼ିସ୍ଙ୍କର ତ ଦୁନିଆ ଜିନିଷ ବିକ୍ରି ହେଉଥିଲା, ମନ ଥିଲା ସବୁ ନେଇକି ପଳାନ୍ତି, ହେଲେ ଏତେ ରେଟ୍ ଜାଣିପାରିବିନି ଆଉ। ତାପରେ ଆମେ ବୁଲି ସାରିକିନି ଆମେ ହୁଏତ କିଛି ଆଣିଲୁନି। ତାପରେ ଆମକୁ ଭୋକ ଲାଗିଥିଲା। ତାପରେ ଏଠି ଆମେ ଯାଇକି ମଞ୍ଚୁରିଆନ୍ ଖାଇ ଦେଇଥିଲୁ। ତାପରେ ଆମେ ଦୁଇ ସାଙ୍ଗ ଏଠି ଟିକେ ଭିଡ଼ିଓ କରିଦେଇଥିଲୁ। ତାପରେ ଆମେ ଚାଲୁ ଘରକୁ, କାରଣ ବହୁତ ଭିଡ଼ ହେଇଗଲାଣି, ଆମେ ଯଦି ହଜିଯିବୁ କୁଆଡ଼େ। ତାପରେ ଆମେ ଚାଲିଲୁ ଘରକୁ। ଦେଖା ହବ ଗୋଟେ ନ୍ୟୁ ବ୍ଲଗ୍ରେ। ଯଦି ଭଲ ଲାଗେ ଭିଡ଼ିଓଟା ସେଥିପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ। ସବସ୍କ୍ରାଇବ୍ କରିକି ଯିବେ।